একা তো ভকত জীবন, একা তো ভকত জীবন, ভকত তো পিতা মাতা, ভকত তো বন্ধু, ভকত নিমন্তে তোর নাম কৃপা সিন্ধু, নাম কৃপা সিন্ধু, একা তো ভকত জীবন। ଆଜି ହେଉଛି ପ୍ରସିଦ୍ଧ ରଥଯାତ୍ରା। ପୁରୀର ବଡ଼ଦାଣ୍ଡ ଉଛୁଳି ପଡ଼ୁଥିବ, କାହିଁକି ନା ମୋ କାଳିଆ ସାଆନ୍ତ ପୁରା ରଥକୁ ଆସୁଛି। ରେ କାଳିଆ, ରଥରେ ତ ଡରି ମୋତେ ଲଗେଇଲୁନି। ସତରେ ମୁଁ ତ ରଥ ଦଉଡ଼ିକୁ ଛୁଇଁ ପାରିବିନି, ରଥରେ ତତେ ଦେଖିପାରିବିନି। ମୁଁ କ'ଣ ଏତେ ମହାପାପୀ? ତୁ ପରା ପତିତମାନଙ୍କୁ ଉଦ୍ଧାର କରିବା ପାଇଁ ରଥକୁ ଆସୁଛୁ, ମୋ ଉପରେ ଏତେ କୋପ କଲୁ କାହିଁକି? ମନରେ କେତେ ସ୍ୱପ୍ନ ଦେଖିଥିଲି, ଏଥର ରଥଯାତ୍ରାରେ ପୁରୀକୁ ଯିବି, ଆଉ ତୋ ରଥ ଦଉଡ଼ି ଛୁଇଁ ଜନ୍ମ ଜନ୍ମାନ୍ତର ପାଇଁ ମୁକ୍ତି ପାଇଯିବି। ମାମା ଜଲ୍ଦି ବାହାର, ଅଙ୍କଲ କହିଲେ ରଥ ଦେଖତେ ଯିବା। ଯାହା ହଉ କାଳିଆର ଡରି ଲାଗିଲା। ଜୟ ଜଗନ୍ନାଥ। ପୁଅକୁ ସାଙ୍ଗରେ ନେଇ ସାରୁ ଓ ଦିଦିଙ୍କ ସହିତ ମୁଁ ଚାଲିଲି ରଥ ଦେଖିବା ପାଇଁ। ଦିଦି କହୁଛନ୍ତି ଆଉ ଟିକେ ଆଗରୁ କାନ୍ଦୁଥିଲ ପରା, ଏବେ କାହିଁକି ଏତେ ହସ ବାହାରୁଛି? ଦେଖିଲ କାଳିଆ କେମିତି ଡର ଲଗେଇଲା। କାଳିଆର ଡର ନ ଲାଗିଲେ କେହି କୁଆଡ଼େ ଯାଇପାରନ୍ତିନି। ଆଉ ଡୋରିବା ଲଗେଇବନି କେମିତି? ସେ ପରା ଭାବ ବିନୋଦିଆ କଳା ଠାକୁର, ଭକ୍ତର ମନ ଜାଣି ସେ ଫଳ ଦେଇଥାଏ। ସାର୍ଙ୍କ ମନ ବି ରଥ ଦେଖିଯିବା ପାଇଁ ବ୍ୟାକୁଳ, ତେଣୁ ସେ କାହାକୁ ଚାହୁଁନାହାନ୍ତି କି କାହାରି କଥା ଶୁଣୁନାହାନ୍ତି। ମନରେ ତାଙ୍କର ଗୋଟିଏ ବୋଲି ଇଚ୍ଛା, କେମିତି ଯାଇ ଶୀଘ୍ର ରଥ ପଡ଼ିଆରେ ପହଞ୍ଚିବେ, ଜଗା ଦର୍ଶନ କରିବେ, ଆଉ ରଥ ଦଉଡ଼ିକୁ ଛୁଇଁବେ। ଜୟ ଜଗନ୍ନାଥ। ଠିକ୍ ଏତିକି ବେଳେ ସାର୍ କହୁଛନ୍ତି, ମନ ବ୍ୟାକୁଳ ହେବନି କେମିତି? ଲୋକ ଦେଶ ବିଦେଶରୁ ରଥ ଦେଖିବା ପାଇଁ ଆମ ଓଡ଼ିଶାକୁ ଆସୁଛନ୍ତି, ଆଉ ଆମେ ଓଡ଼ିଆ ପୁଅ ହେଇ ରଥଯାତ୍ରାକୁ ମିସ୍ କେମିତି କରିବା? ପୁରୀ ନ ହେଲା ନାହିଁ, କାଳିଆ ସାଆନ୍ତ ତ ସବୁଠି ଅଛନ୍ତି, ସେ ଯେଉଁଠି ଡୋରି ଲଗେଇବେ ଆମେ ସେଇଠିକି ଯିବା। ତ ଯିବା ରାସ୍ତାରେ ଆମେ ମାଣତ୍ରୀର ରଥ ପଡ଼ିଆ ମଧ୍ୟ ପାର ହେଇକି ଯାଇଥିଲୁ। ଦେଖୁନାହାନ୍ତି ପଡ଼ିଆରେ ସବୁ ଦୋକାନ ବଜାର ବସିଗଲାଣି, ଆଉ ଟିକେ ପରେ ରଥ ଟାଣା ହେବ। ଏଇଟା ତ ଆଉ ଆମ ଗାଡ଼ି ଏଇଠି ରଖିବା। ତ ଆମେ ଆସି ପହଞ୍ଚି ଯାଇଛୁ ଦୁର୍ଗା ଦେବୀର ରଥ ପଡ଼ିଆରେ। ଏଠାରେ ଥିବା ଜଗନ୍ନାଥ ମନ୍ଦିରଟି ଗତ ବର୍ଷ ଉଦ୍ଘାଟନ ହୋଇଛି। ମନ୍ଦିରଟି ଖୁବ୍ ସୁନ୍ଦର ହୋଇଛି। ଯଦି ଆପଣମାନେ କେବେ ଆସିନାହାନ୍ତି ତେବେ ଥରେ ହେଲେ ଆସି ଦେଖିଯାଆନ୍ତୁ। ମନ୍ଦିରର ପରିବେଶ ଖୁବ୍ ସୁନ୍ଦର। ମନ୍ଦିରଟିକୁ ଦେଖିଲେ ଆଖି ଲାଖିଯିବ। ତ ଆମେ ସମସ୍ତେ ଆଗେଇ ଚାଲିଲୁ ରଥ ଆଡ଼କୁ। ମହାପ୍ରଭୁଙ୍କ ମହିମା ଖୁବ୍ ଅପାର। ଆଜି ରଥ ହେବ ବୋଲି ଆକାଶ ପୁରା ସଫା, ଟିକେ ବି ବାଦଲ ନାହିଁ। ଚାଲନ୍ତୁ ଦେଖିବା ମନ୍ଦିରର ପରିବେଶ କିପରି ହେଇଛି। ଦେଖନ୍ତୁ ଦେଖନ୍ତୁ, ସେମାନେ ମୋତେ ଛାଡ଼ିକି କିପରି ପଳେଇ ଯାଉଛନ୍ତି। ଏଠାରେ ରଥର ପୂଜାର୍ଚ୍ଚନା କାମ ଆରମ୍ଭ ହୋଇସାରିଲାଣି। ଆମେ ଆସି ପହଞ୍ଚି ଯାଇଛୁ ମନ୍ଦିରର ସିଂହଦ୍ୱାର ନିକଟରେ। ମନ୍ଦିରକୁ ପ୍ରବେଶ କରିବା ପାଇଁ ଦୁଇଟି ଦ୍ୱାର ଅଛି। ତ ସିଂହଦ୍ୱାର ସମ୍ମୁଖରେ ରଥ ତିନୋଟି ଲାଗିଯାଇଛି। ଏଠାରେ ଆମେ ଆଗେଇ ଚାଲିଲୁ 22 ପାହାଚ ଡେଇଁ ମନ୍ଦିର ଭିତରକୁ। ତ ସାର୍ ଆସି ଖୋଜି ବୁଲୁଛନ୍ତି ଦିଦିଙ୍କୁ ଫଟୋ ଉଠେଇବେ ବୋଲି। ଇସ୍, ଆମ ସୁପରହିଟ୍ ଯୋଡ଼ିକୁ ଦେଖନ୍ତୁ, ପୁରା ଅନିଲ କପୁର ଆଉ ଶ୍ରୀଦେବୀ। ମନ୍ଦିର ସାମ୍ନାରେ ଗୋଟେ ସୁନ୍ଦର ପୋଖରୀଟିଏ ଅଛି, ଆଉ ଏଠାରେ ଚନ୍ଦନ ଯାତ୍ରା ହୁଏ। ଆସନ୍ତୁ ଦେଖିବା ପୋଖରୀଟି କେମିତି ହେଇଛି। ପୋଖରୀଟି ଦେଖିବା ପାଇଁ ମଧ୍ୟ ଏଠାରେ ଲୋକମାନେ ସବୁ ଠିଆ ହେଇଛନ୍ତି। ଦେଖନ୍ତୁ ପୋଖରୀ ଭିତରେ ମାଛ ଗୁଡ଼ିକ କେତେ ସୁନ୍ଦର ପହଁରୁଛନ୍ତି ନିର୍ଭୟ ଭାବରେ। ସେମାନେ ବି କାଳିଆ ସାଆନ୍ତଙ୍କ ରଥଯାତ୍ରା ଦେଖିବା ପାଇଁ ଉତ୍ସୁକ। ଚାଲନ୍ତୁ ଏବେ ମନ୍ଦିରର ନୀତିକାନ୍ତି କ'ଣ ସବୁ ଚାଲିଛି ଦେଖିବା। ତ ଆପଣମାନେ ଏଠି ଦେଖିପାରୁଥିବେ ଜନଗହଳି ଧୀରେ ଧୀରେ ଆରମ୍ଭ ହେଲାଣି। ଏବେ ତିନି ଠାକୁରଙ୍କୁ ପହଣ୍ଡି କରି ରଥ ଉପରକୁ ନେବେ, ତାପରେ ରଥ ଗଡ଼ିବା କାମ ଆରମ୍ଭ ହେବ। ଆପଣମାନେ ଦେଖିପାରୁଥିବେ ମନ୍ଦିର ସମ୍ମୁଖରେ ଏଇ ଅରୁଣ ସ୍ତମ୍ଭ, ଏଠାରେ
ଭକ୍ତମାନେ ଦୀପ ପ୍ରଜ୍ୱଳନ ମଧ୍ୟ କରୁଛନ୍ତି। ଶଙ୍ଖ ଘଣ୍ଟା ହରିବୋଲ ହୁଳହୁଳି ଶବ୍ଦରେ ମନ୍ଦିର ପରିସର ଉଛୁଳି ଉଠୁଛି। ଏଠାରେ ଜଗନ୍ନାଥ ମନ୍ଦିର, ଲକ୍ଷ୍ମୀ ମନ୍ଦିର, ହନୁମାନଙ୍କ ମନ୍ଦିର ଓ ଗଣେଶ ମନ୍ଦିର ମଧ୍ୟ ଅଛି। ଗତକାଲି ତିନି ଠାକୁରଙ୍କୁ ରତ୍ନବେଦୀରୁ ତଳକୁ ଓହ୍ଲାଇ ଆଣିଛନ୍ତି। ଆଗରେ ବଡ଼ ଭାଇ ବଳଭଦ୍ର, ମଝିରେ ଭଉଣୀ ସୁଭଦ୍ରା ଓ ପଛକୁ ଶ୍ରୀ ଜଗନ୍ନାଥ ଏଠାରେ ପ୍ରସ୍ତୁତ ହୋଇସାରିଛନ୍ତି ରଥ ଉପରକୁ ଯିବା ପାଇଁ। ମୁଖ୍ୟ ପୂଜକ ମଧ୍ୟ ଆସି ଉପସ୍ଥିତ ହୋଇସାରିଲେଣି। ଆଉ କିଛି ସମୟ ପରେ ଠାକୁର ରାଜା ମଧ୍ୟ ଆସି ପହଞ୍ଚିଯିବେ। ରଥରେ ଛେରା ପହଁରା କାର୍ଯ୍ୟ ନ କଲେ ରଥ ଗଡ଼ିବା କାମ ଆରମ୍ଭ ହୋଇପାରିବନି। ଆପଣମାନେ ଦେଖିପାରୁଥିବେ ମହାପ୍ରଭୁ ସୁଦର୍ଶନ କିପରି ରଥକୁ ଯିବା ପାଇଁ ପ୍ରସ୍ତୁତ ହୋଇ ରହିଛନ୍ତି। ଏଠାରେ ମହାପ୍ରଭୁ ସୁଦର୍ଶନଙ୍କୁ ରଥ ଉପରକୁ ନିଆଗଲା। ୟାରି ଭିତରେ ଆମକୁ ମଧ୍ୟ ଖୁବ୍ ଜୋରରେ ଶୋଷ ଲାଗିଲା, ତ ପାଖରେ ଟଙ୍କ ତୋରାଣି ମିଳୁଥିଲା। ଆମେ ମା ପୁଅ ଟଙ୍କ ତୋରାଣି ପିଇବା ପାଇଁ ଚାଲିଲୁ। ଟଙ୍କ ତୋରାଣି ଗ୍ଲାସ୍ ମାତ୍ର 10 ଟଙ୍କାରେ ମିଳୁଥିଲା। ତ ଟଙ୍କ ତୋରାଣିର ସ୍ୱାଦ ଆମେ ମନ ଭରି ଉପଭୋଗ କଲୁ। ଆପଣମାନେ ଦେଖିପାରୁଥିବେ ପୁରୀରେ ଯେମିତି ପ୍ରଥମେ ଶଙ୍କରାଚାର୍ଯ୍ୟ ଆସି ତିନି ଠାକୁରଙ୍କର ଆଳତି କରନ୍ତି, ଠିକ୍ ସେହିପରି ଏଠାରେ ମଧ୍ୟ ଜଣେ କିଏ ମୁଁ ତ ଜାଣେନି, ତ ସେ ବୋଧେ ମୁଖ୍ୟ ପୁରୋହିତ କି କ'ଣ କି ମନ୍ଦିରର ପ୍ରତିଷ୍ଠାତା, ସେ ଆସିଛନ୍ତି। ତାଙ୍କ ହାତରେ ପ୍ରଥମେ ପ୍ରଦୀପ ପ୍ରଜ୍ୱଳନ ହେବ, ତାପରେ ମହାରାଜା ମଧ୍ୟ ଆସିବେ। ନୀଳଗିରିର ରାଜା ମଧ୍ୟ ଆସି ପହଞ୍ଚି ଯାଇଛନ୍ତି। ତ ସେ ଠାକୁର ରାଜା ଭାବରେ କାର୍ଯ୍ୟ ତୁଲାଇବେ। ବର୍ତ୍ତମାନ ତିନି ଠାକୁରଙ୍କର ପହଣ୍ଡି ବିଜେ କାର୍ଯ୍ୟ ଆରମ୍ଭ ହେବ। ଆପଣମାନେ ଦେଖିପାରୁଥିବେ ଭକ୍ତମାନଙ୍କର ମଧ୍ୟ ସମାଗମ ହୋଇସାରିଲାଣି। ଆଉ ହରିବୋଲ ହୁଳହୁଳି ମାଧ୍ୟମରେ ତିନି ଠାକୁର ରଥ ଉପରକୁ ଯିବେ।
ये होउछंती से ठाकुर राजा ठाकुरों को कालिया शांत को निकट को आगे चलछंती। आज तांको ऊपर केते गुरु दायित्व। रथ ऊपर छेरा पहरा न कले रथ गड़ी पारिबनी। बड़ भाई बलभद्र ओ भौणी सुभद्रांकर मध्य पहंडी सरिलाणी। कालिया शांतଙ୍କ मन मध्य व्याकुल हेलाणी। भक्त गहली भितर किपरि रथ उपरकू जिबे आउ रथ उपरे भक्त माननकू दर्शन देबे। तेणु तांक मन मध्य खूब व्याकुल हो साराणी। तो महाप्रभुଙ୍କ विषय कहवा तो एते सहज कथा नुहे, तथापि मु मोर ज्ञानर आलोक दृष्टि जेतिकी जानिछि सेतिकी व्यक्त करुछि। महाप्रभुंकर एही रथयात्रा आषाढ़ शुक्ल द्वितीय तिथि काहींकी होइथाय, जहा आमे जानिचु जे जेतेबेले महाप्रभु जगन्नाथ ओ बलभद्र लक्ष्मी छड़ा होई श्रीमंदिर बाहरे बड़दाण्डरे बुलुथिले, 12 वर्ष धरी भौणी सुभद्रा को सेमाने माउसी बाड़ी छाड़ी जाइथिले। आउ माउसी माँ तांकू अति जत्नर सहकारे रखिथिले। तो सेइथिपाई द्वितीय तो स्नान पूर्णिमा रे तीन ठाकुर 108 गरा जलरे गाधांती। गाधेई सारिबा परे महाप्रभु को ज्वर आसे। से अणसर घरे रही पथी खाई आउ सेवा जत्न पाई साष्टांग हुअंती। एहापर तांकर पोड़ पिठा खाइबा पाई ओ माउसी बाड़ी को बुली जीवा पाई इच्छा हुए। तेणु से माने तीन ठाकुर रथरे बसी माउसी बाड़ी को जाइथांती। तो 9 दिन धरी तीन ठाकुर माउसी बाड़ी को बुली जीवे। मात्र श्रीमंदिर को जगिबो किए एते दिन धरी। तेणु से माने ठीक करंती जे माँ महालक्ष्मी को सांगरे नेबेनी आउ माँ महालक्ष्मी श्रीमंदिर को जगी बसिबे। तेणु महाप्रभु जगन्नाथ लक्ष्मी सहित जाई कथबार्ता हुअंती जे से माने 2 दिन पाई माउसी घर को बुली जीवे। आउ सांगरे जेहेतु देढ़सुर बलभद्र जाउछंती, तेणु तांकू तांकर काले छुआ छुई होई जीवो, सेतिपाई महालक्ष्मी को से माने सांगरे नेबेनी। तो महालक्ष्मी मध्य राजी हो जाती। आउ कथा दियंती, ठीक अछि तुमे 2 दिन पाई कंट करी जाउछो, ठीक 2 दिन रे जदि न घुरी आसीचो तेबे मु निश्चय रागिबी। 2 दिन जाई 3 दिन हो जाए, मात्र जगन्नाथ श्रीमंदिर को फेरती नहीं। तेणु महालक्ष्मी हेरा पंचमी दिन जाई नंदीघोष रथरु खंडे काठ चुरई आणती। एमिति भावे महालक्ष्मी और प्रभु जगन्नाथंकर कथा कली लगी रहे। से सब विषय बखाणीबा तो एते सहज कथा नुहे। महाप्रभुंकर आशीर्वाद न रहिले केही भी सामान्य पत्रटीए मध्य हली परिबो नाही। तो बाहुड़ा दिन पुणी महाप्रभु जगन्नाथ बलभद्र सुभद्रा 3 रथरे आसी श्रीमंदिर सामने उपस्थित रुहंती, किंतु मंदिर भीतर को प्रवेश करि पारंती नहीं, कारण महालक्ष्मी कबाट किली दै थांती। तापरे जगन्नाथ और महालक्ष्मींकर कली झगड़ा हुए। प्रभु जगन्नाथ रथ उपरे रही एकादशी पालन करती। एकादशी पर दिन नीलाद्री विजे हुए। माँ महालक्ष्मी को रसगोल्ला खुआई प्रभु जगन्नाथ श्रीमंदिर रे प्रवेश करती। एमिति सबू कथा अच्छी, अनेक कथा अच्छी। तो से सबू आम ज्ञानर बाहरे आउ जो किंचित जानी मु से सब विषय बखाणी। आसंतु एबे देखिबा महाप्रभु जगन्नाथ किपरि झुली झुली रथ ऊपर को जाउछंती।
ମହାପ୍ରଭୁଙ୍କର ମହିମା ଅପାର। ଯାହା ହେଉ ରଥ ଉପରେ ମହାପ୍ରଭୁଙ୍କୁ ଦର୍ଶନ କଲୁ ଓ ରଥ ଦଉଡ଼ି ଟିକେ ଛୁଇଁଲୁ। ତାପରେ ଚାଲିଲୁ ଆମେ ମେଳା ପଡ଼ିଆ ଆଡ଼କୁ। ଆପଣମାନେ ଦେଖିପାରୁଥିବେ ଅନେକ ଦୋକାନ ବଜାର ବସିଛି। ମେଳା ପଡ଼ିଆ ବୁଲାବୁଲି କରି କ'ଣ ଟିକେ ଜିନିଷ କିଣାକିଣି ସାରି ପୁଣି ଆଉଥରେ ଘରକୁ ବାହୁଡ଼ି ଆସିଲୁ। ଜୟ ଜଗନ୍ନାଥ।